Proprio quello voglio dire che dovevamo meglio.
ତାଙ୍କ ପ୍ରାର୍ଥନା ପରେ ସମସ୍ତଙ୍କୁ ବସିବା ପାଇଁ ଯିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମ ସ୍ୱର୍ଗସ୍ଥ ପ୍ରିୟ ପ୍ରଭୁ ପବିତ୍ର ଆଶ୍ରୟ ନାମର ଧନ୍ୟବାଦ କରୁଛୁ। କାରଣ ତୁମେ ଆମକୁ ପ୍ରେମ କରି ରଖିଥିବା ବଞ୍ଚାଇଥିବା ଆଜି ସହିତ ଅକଥିତ ହୋଇ ତୁମ ପ୍ରଶଂସା ତୁମର ଗୌରବ କରିବା ପାଇଁ ଫଳଶ୍ରୁତି ମାଧ୍ୟମରେ ଏକତ୍ରିତ ହୋଇଛି। ତୁମେ ଏଥିରେ ବିଦ୍ୟମାନ ହୁଅ। ଆମର ସକଳ ଅବାଧ ତୁମେ କ୍ଷମା କର। ଯେତେବେଳେ ବାସ ସମସ୍ତଙ୍କୁ ଅନୁଗ୍ରହରେ ଚେଷ୍ଟା କର। ପ୍ରତ୍ୟେକ ଯେମିତି ତୁମକୁ ଭୟ କରି ଭକ୍ତି ସହକାରେ ତୁମର ପ୍ରଶଂସା ତୁମର ଗୌରବ ତୁମର ଆଶୀର୍ବାଦ ପାଇବୁ ଏପରି ତୁମେ ସାହାଯ୍ୟ ଅନୁଗ୍ରହ ଦୟା କର। ପ୍ରତ୍ୟେକର ଆଶୀର୍ବାଦ ଆଜିର ଗୀତ ଗାନରେ ପରଦା ତୁମେ ଗୌରବାନ୍ୱିତ କରୁ ବୋଲି କାରଣ ତୁମେ କୃଷ୍ଣରେ ପ୍ରାର୍ଥନା କରୁଛୁ। ଆମେନ୍। ସୁନ୍ଦର ଗୀତ ମଧ୍ୟରେ ଅନେକ ଶିକ୍ଷାର ବିଷୟ ରହିଛି। ତାଙ୍କ ରାଜ୍ୟ ଧାର୍ମିକତା ଅନ୍ୱେଷଣ କରିବା ପାଇଁ ଆମେ ତତ୍ପର ଅଛୁ କି? ଆପଣ ଆପଣ ଜୀବନକୁ ସମୀକ୍ଷା କରିବା ପୁଣି ପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ଦିନ କାଟିବା, ଏହା ହିଁ ପ୍ରଭୁ ଚାହାନ୍ତି। ଆଜି ଆପଣଙ୍କର ଶାସ୍ତ୍ର ଅଧ୍ୟୟନ କ'ଣ ରହିଛି? ହାତ ଉଠେଇବେ। ଆଜି ଆପଣଙ୍କ ଶାସ୍ତ୍ର ଅଧ୍ୟୟନ ବାଇବେଲ ଅଧ୍ୟୟନ କେଉଁ ପଦରେ ରହିଛି? ହାତ ଉଠେଇବେ ହେଲା। ଗୀତ ସଂହିତା 22 ଖୋଲନ୍ତୁ, ଦେଖନ୍ତୁ ବାଇବେଲ ଦେଖନ୍ତୁ। ଆଜି 22 ପଦ, ଗୀତ ସଂହିତା 22 ପଦ ଦେଖନ୍ତୁ। ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ? ହେ ମୋହର ପରମେଶ୍ୱର, ମୁଁ ଦିନବେଳେ ଡାକେ ମାତ୍ର ତୁମ୍ଭେ ଉତ୍ତର ଦେଉନାହ, ଆଉ ରାତ୍ରି କାଳରେ ଡାକେ ପୁଣି ନୀରବ ନ ରହେ। ଧନ୍ୟବାଦ। ତଥାପି ହେ ଇସ୍ରାଏଲର ପ୍ରଶଂସା ନିବାସୀ ତୁମ୍ଭେ ପବିତ୍ର ଅଟ। ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ, ସେମାନେ ବିଶ୍ୱାସ କଲେ, ଆଉ ତୁମେ ସେମାନଙ୍କୁ ଉଦ୍ଧାର କଲ। ସେମାନେ ତୁମ୍ଭ ନିକଟରେ କ୍ରୋଧନ କଲେ ଓ ଉଦ୍ଧାର ପାଇଲେ। ସେମାନେ ତୁମ୍ଭଠାରୁ ବିଶ୍ୱାସ କଲେ ଆଉ ଲଜ୍ଜିତ ନହେଲେ। ମାତ୍ର ମୁଁ କୀଟ ମନୁଷ୍ୟ ନୁହେଁ, ମନୁଷ୍ୟମାନଙ୍କର ନିଦ୍ରାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ। ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି। ସେମାନେ ଓଷ୍ଠ ଲମ୍ବାଇ ମସ୍ତକ ହଲାଇ କହନ୍ତି, ସଦାପ୍ରଭୁଙ୍କ ଠାରେ ସେ ଆପଣଙ୍କୁ ସମର୍ପଣ କଲା, ସେ ତାହାକୁ ଉଦ୍ଧାର କରନ୍ତୁ। ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ। ମାତ୍ର ତୁମେ ମୋତେ ଗର୍ଭରୁ ବାହାର କରି ଆଣିଅଛ। ମୁଁ ଆପଣ ମୃତ୍ୟୁ କୋଳରେ ଥିବା ସମୟରେ ତୁମେ ମୋହର ବିଶ୍ୱାସ ଜନ୍ମାଇଅଛ। ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି। ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟେ। ମୋଠାରୁ ଦୂରବର୍ତ୍ତ ହୁଅ ନାହିଁ, କାରଣ ସନ୍ନିକଟ ନିଦ କର।
ସାହାଯ୍ୟକାରୀ କେହି ନାହିଁ। ଅନେକ ବୃକ୍ଷ ମୋତେ ବେଷ୍ଟନ କରିଅଛନ୍ତି, ବାସନରେ ବଳବାନ ବୃକ୍ଷଗଣ ମୋତେ ଘେରି ଅଛନ୍ତି। ସେମାନେ ଗ୍ରାସେଛୁ ଓ ପ୍ରଚଳନକାରୀ ସିଂହ ଦୂର ମୋ ପ୍ରତି ମୁଖ ମେଲାଇ ଅଛନ୍ତି। ମୁଜଲ ପରି ତଲା ହେଉଅଛି ଓ ମୋହର ସବୁ ଅସ୍ଥି ଅଧିରୁ ଖସି ପଡ଼ୁଅଛି। ମୋହର ଉଦୟ ମହମ ପରି ହୋଇଅଛି, ତାହା ମୋ ଅନ୍ତ ମଧ୍ୟରେ ତରଳି ଯାଏ। ମୋହର ଫଳ ଖପରା ପରି ସୂକ୍ଷ୍ମ ହୋଇଅଛି, ଆଉ ମୋହର ଯିବା ତାଳୁରେ ଲାଗି ଯାଉଅଛି। ପୁଣି ତୁମେ ମୋହର ମୃତ୍ୟୁର ଧୂଳିକି ଆଣିଅଛ, କାରଣ କୁକୁରମାନେ ମୋତେ ବେଷ୍ଟନ କରିଅଛନ୍ତି। ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି, ସେମାନେ ମୋହର ହସ୍ତପାଦ ବିଦ୍ଧ କରିଅଛନ୍ତି। ମୁଁ ଆପଣ ଅସ୍ଥି ସବୁ ଗଣିପାରେ, ସେମାନେ ମୋତେ ଅନାଇ ଚାହିଁ ରହିଥାନ୍ତି। ସେମାନେ ଆପଣ ମଧ୍ୟରେ ମୋହର ବସ୍ତୁ ବିଭାଗ କରନ୍ତି ଓ ସେମାନେ ମୋ ଉତ୍ତରୀୟ ବସ୍ତୁ ପାଇଁ ଗୋଳିବାଟ କରନ୍ତି। ମାତ୍ର ହେ ସଦାପ୍ରଭ, ତୁମ୍ଭେ ମୋ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ। ହେ ମୋହର ଆଶ୍ରୟ, ତୁମ୍ଭେ ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ। ଖଡ୍ଗରୁ ମୋ ପ୍ରାଣକୁ ଓ କୁକୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର। ସିଂହର ମୁଖରୁ ମୋତେ ନିସ୍ତାର କର। ହଁ, ଅରଣାର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ। କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି, କିମ୍ବା ସେ ତାହାଠାରୁ ଆପଣ ମୁଖ ଲୁଚାଇ ନାହାନ୍ତି। ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ। ମହା ସମାଜ ମଧ୍ୟରେ ତୁମ୍ଭେ ହିଁ ମୋର ପ୍ରଶଂସା ଭୂମି। ମୁଁ ତାହାଙ୍କ ଭୟକାରୀ ମାନଙ୍କ ସାକ୍ଷାତରେ ଆପଣା ମାନବ ସବୁ ପୂର୍ଣ୍ଣ କରିବି। ନମ୍ର ଲୋକମାନେ ଭଜନ କରି ପରିତୃପ୍ତ ହେବେ। ସଦାପ୍ରଭୁଙ୍କ ଅନ୍ୱେଷଣକାରୀ ଗଣ ତାହାଙ୍କୁ ପ୍ରଶଂସା କରିବେ। ତୁମ୍ଭେ ମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ। ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ
ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ। ଆଉ ଅନ୍ୟ ଦେଶୀୟ ଗୋଷ୍ଠୀ ସକଳ ତୁମ୍ଭ ସମ୍ମୁଖରେ ପ୍ରମାଣ କରିବେ, କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ। ପୁଣି ସେ ଗୋଷ୍ଠୀମାନଙ୍କର ଶାସନକର୍ତ୍ତା ଅଟନ୍ତି। ପୃଥିବୀସ୍ଥ ପୃଷ୍ଠ ଲୋକ ସମସ୍ତେ ଭଜନ କରି ପ୍ରଣାମ କରିବେ। ଧୂଳିରେ ନୀଳ ହେବାକୁ ଉଦ୍ୟତ ସମସ୍ତେ ହଠାତ୍ ଆପଣ ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ। ଏକ ଭକ୍ତ ତାଙ୍କର ସେବା କରିବେ। ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟକୁ କୁହାଯିବ। ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାଙ୍କ ଧାର୍ମିକତା ପ୍ରଚାର କରି କହିବେ, ସେ ଏହା ସାଧନା କରିଅଛନ୍ତି। ବାଇବେଲ ପୁସ୍ତକ ଆଦି ପୁସ୍ତକରୁ ପ୍ରକାଶନ ପୁସ୍ତକ ମଲାଖି ଯାଏ। ଠିକ୍ ଅଛି, ଆଦି ପୁସ୍ତକ ମଲାଖି ପୁସ୍ତକ ପର୍ଯ୍ୟନ୍ତ ଆମେ ମୁଖସ୍ଥ ଭାବରେ କହିବା ପାଇଁ ଯିବା। ପ୍ରତ୍ୟେକ ଜଣେ ଜଣେ ଠିଆ ହୋଇ ଆଉ ପଦ କହିବେ। এই କାର୍ଯ୍ୟ ପରିଚାଳନା କରିବା ନିମନ୍ତେ ସମ୍ପାଦକ ମହାଶୟଙ୍କ ହସ୍ତରେ ଆଉ ଦେଉଛି। এই କାର୍ଯ୍ୟ ସମ୍ପାଦକ ମହାଶୟ ଆସିବେ, ପରିଚାଳନା କରିବେ। ଧନ୍ୟବାଦ। ପ୍ରଭୁଙ୍କ ନାମ ଧନ୍ୟ ହେଉ, କାରଣ ପ୍ରଭୁ ଅନୁଗ୍ରହ କଲେ ଆଉ ତାଙ୍କରେ ଚରଣତଳେ ବସିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି ଏବଂ ଆଜିର ଏ କାର୍ଯ୍ୟକ୍ରମ ନିମନ୍ତେ ସଭାପତି ମହାଶୟ ମୋତେ ସୁନ୍ଦର ସୁଯୋଗ ପ୍ରଦାନ କରିଛନ୍ତି। ସେଥି ନିମନ୍ତେ ସଭାପତି ମହାଶୟଙ୍କୁ ବିଶେଷ ଧନ୍ୟବାଦ ଦିଏ। ଗତ ବୁଧବାର ଦିନ ଆମେ ବିଜ୍ଞାପନ ମାଧ୍ୟମରେ ନୁହେଁ, କିନ୍ତୁ ଏହା ଆମେ ପ୍ରକାଶ କରୁଛୁ। ନୁହେଁ କି? କ'ଣ ଆଜି ଶିଖିବା? ବାଇବେଲର ପୁରାତନ ନିୟମ। ପରବର୍ତ୍ତୀ ସମୟରେ ଆମେ ନୂତନ ନିୟମ ଭିତରକୁ ଯିବା, କିନ୍ତୁ ଆଜି ଆମର ଆଲୋଚନାର ବିଷୟ ରହିଅଛି କ'ଣ? ପୁରାତନ ନିୟମ, ଓଲ୍ଡ ଟେଷ୍ଟମେଣ୍ଟ। ସମସ୍ତେ କହିବା ଓଲ୍ଡ ଟେଷ୍ଟମେଣ୍ଟ। ଠିକ୍ ଅଛି? ଆଉ ଆଦି ପୁସ୍ତକରୁ ଶେଷ ପଟ ମାଥ୍ୟୁ ମଲାଖି, ନାଇଁ କି? ଆଦି ପୁସ୍ତକରୁ ମଲାଖି ପୁସ୍ତକ ପର୍ଯ୍ୟନ୍ତ ଆଉ ଗତ ବୁଧବାର ଦିନ ଆମେ ଜଣେଇ ଦେଇଥିଲୁ ଆପଣମାନଙ୍କୁ ଆଉ ମୁଖସ୍ଥ କରି ଆସିବା ପାଇଁ। ଆଉ କେତେ ଜଣ ପ୍ରସ୍ତୁତ ଅଛ? ଟିକେ ହାତ ଟେକି କି। ପ୍ରସ୍ତୁତ ନାହିଁ? କିଏ ଭୟ ଅଛି କି ମନରେ? ଭୟ ମନରେ ରଖ ନାହିଁ। ଆମେ ଶିଖିବା କିଛି ବିଷୟ। ଆଉ ଏମିତି ସୁଯୋଗ ଆମକୁ ମିଳିବ କି ନାହିଁ ଆମେ ଜାଣିନୁ। ହଉ, ଆଉ କୋଉମାନେ ପ୍ରସ୍ତୁତ ନାହିଁ? କ'ଣ ପାଇଁ ପ୍ରସ୍ତୁତ ନାହିଁ ଭାଇ? ଆମେ ତ କହିଥିଲୁ ବୁଧବାର ଦିନ ମିଶିକି ଆସ। ହଉ, ଗୋଟେ 4-5 ଟା କହିପାରିବ, ଅଧା ତ କହିପାରିବ, ପୁରା ତ କହିପାରିବ। ଠିକ୍ ଅଛି, ଚେଷ୍ଟା କରିବା। ଏଥର ଅଧା କହିଲେ ଆମର ଗୋଟେ ହେଇଯିବ କି ଆମର ଗୋଟେ କ'ଣ ଆସିବ, କନଫିଡେଣ୍ଟ ଗୋଟେ ଆସିବ। ବୁଝିପାରିଲ ସମସ୍ତେ? ଯଦି ଆମେ ପୁରା କରିପାରିବା ନାହିଁ, ଅଧା କହିବା ଆମେ ଚେଷ୍ଟା କରିବା ଅଧା କହିବା ପାଇଁ। ଅନ୍ୟ ପିଲାମାନେ ଯେଉଁମାନେ ଘୁଷୁଛନ୍ତି ସେମାନେ କହିବା ଟାଇମ୍ରେ ଘୁଷି ଦେବ, ଯେଉଁମାନେ ଘୁଷି ନ ଅଧା ପର୍ଯ୍ୟନ୍ତ। ଓକେ? ଆଉ ଆର୍ ୟୁ ରେଡି? ସମସ୍ତେ ଓକେ ନା? ହଉ, ଆଉ ବର୍ତ୍ତମାନ ଆମେ ଆରମ୍ଭ କରିବା। ଆଉ ସଭାପତି ଏବଂ ଉପସଭାପତି ମହାଶୟ ଜଜ୍ ହିସାବରେ ଅଛନ୍ତି, ଆଉ ସେମାନେ ନାମ ଲେଖିବେ। ତାପରେ ପ୍ରଥମରେ ଆମେ ଜଣକୁ ଠିଆ କଲେ ତ ହେବ ନାହିଁ, ଟିକେ ଭୟ ପଳେଇ ଆସିବ। ବର୍ତ୍ତମାନ ଆମେ 12 ଜଣ ଅଛୁ। 12 ଜଣଙ୍କ ଭିତରୁ ଯିଏ ପ୍ରସ୍ତୁତ ଅଛନ୍ତି ଆଗ ଠିଆ ହେଇକି କହିବା ପାଇଁ ଚେଷ୍ଟା କର।
ବୁଝିପାରିଲ ଆଉ ଲାଇନ୍ ଲାଇନ୍ ବୋଲେ ଟିକେ ତାର ଚିଲିକି ବୋଲିକି ସେଥିପାଇଁ ଫାଷ୍ଟ ଯେଉଁମାନେ ଘୁଷିଛ ଆଉ ସେମାନେ ଜଣେ ଜଣେ ଉଠିକି କହିବା ପାଇଁ ଉପଦେଶ
उपदेशक कर परवर्ती समय चेष्टा कर भाई भाई हम प्रदान दबा चतुर्थ नंबर के अछि चतुर्थ नंबर बस सात खंड आउ अछंती चतुर्थ नंबर रे से परिवेशन करबे आदि यात्रा रे गणना द्वितीय आदि यात्रा रे गणना द्वितीय विवरण विचार ऋतुर विवरण प्रथम द्वितीय प्रथम द्वितीय प्रथम द्वितीय पंचम एद्रा न्यायस्तर गीत गीत उपदेशक परम गीत दिशाय तृतीयक पिलात जिहितिक दानियल जय आमोस जुनस मिखा अवधिय हबकुक हागय जिखरे मलाकी ओ अच्छा हम रे से केतरा छाड़ी दे देखि आपको सफर दे और भाई को पाए तो पंचम नंबर ये अछन पंचम नंबर 5 नंबर आस जेतिकी बुझुची सेतिकी कहबा ପାଇଁ चेष्टा कर आदि यात्रा रे विवरण जियस्य द्वितीय गणते आदि यात्रा रे विवरण द्वितीय गणन जियस्य विचार करता प्रथम समय द्वितीय समय प्रथम द्वितीय राजा कवि प्रथम द्वितीय संख्या कवि ऐसा ठीक अछि केते नंबर हेति हमर पंचम एबे केते नंबर षष्ठ नंबर के आसबे प्रिंस परीक्षा आ षष्ठ नंबर अछंती प्रिंस परीक्षा प्रिंस परीक्षा अछंती आ से परिवेशन आदि यात्रा रे गणना द्वितीय विवरण
ବଢିଆରେ କହିଛନ୍ତି 6 ଜଣ ଭାଇ ଠିକ ଅଛି ହଉ କି ନ ହଉ ଆଉ କେତେ ଜଣ ଅଛନ୍ତି ଭଗା ଆଉ 6 ଜଣ ଅଛନ୍ତି ଆଉ 6 ଜଣ ଭିତରୁ କିଏ ଆସିବେ ଯେ ଆସ ଆସ ସାମଲ ହେଲା ବର୍ତ୍ତମାନ ସାମଲ ହେଲା ଆଉ କହିଲେ आदि जाता रहती वर्णना द्वितीय विवरण जीव स्नेह विचार वर्ता उत्तर विवरण प्रथम द्वितीय सामान्य प्रथम द्वितीय राजा बले प्रथम द्वितीय वंशावली एक्रा न्याय स्टोर आदिव विकसमिता एक उपदेश परमाणु दिशाय जीवन पिलाप ठीक ଅଛି ଆଉ ସାଙ୍ଗେ କାଲ କହିଲେ ଭାଇ ଆଉ ଭାଇ ପାଇଁ ମଧ୍ୟ ହେଲେ 5 ଜଣ କହିଲା ପରେ ଗୋଟେ କଥା କହିବୁ ଠିକ ଅଛି ହଉ ଏବେ କେତେ ନମ୍ବର ସପ୍ତମ ଅଷ୍ଟମ ନମ୍ବରରେ ଅଛନ୍ତି ଆସରେଗଲା ଆସିବେ आदि जाता रहती वर्णना द्वितीय विवरण जीव स्नेह विचार वर्ता उत्तर विवरण प्रथम सामान्य द्वितीय सामान्य प्रथम राजा बले द्वितीय राजा बले प्रथम वंशावली द्वितीय वंशावली अध्याय राष्ट्र आयु गीत हित परम गीत उपदेश उपदेशक परम गीत दिशाय आदि पुस्तक जात्रा पुस्तक लेवीय पुस्तक गणना पुस्तक द्वितीय विवरण झील से ठीक अच्छे
ঠিক আছে কি উপসভাপতি মহাশয় কইলে এটা কি एग्जाम এটা टेस्ट परीक्षा बोर्ड परीक्षा अछि केबे बुधवार दिन ठीक अछि बुझि पालो हम समस्ते किंतु आ समस्ते बहुत उपस्थित होई बहुत चेष्टा करी आ एते सुंदर भाव कोइ छथि सेति पय आमे समिति तरफरु प्रत्येक भाई मान को आमे आ तीन जन आमे उत्तर दे आमे सेमान को धन्यवाद करू आ परवर्ती बुधवार दिन आम संपूर्ण भाव में मुखस्त करवा जो मैंने निर्भुल भाव में कहे से पुरस्कृत हेबे प्रथम द्वितीय तृतीय ठीक अच्छे आज जो मैंने कथा से दिन आउ ना ठीक अच्छे बर्तमान आज कार्यक्रम समाप्त हो धन्यवाद। धन्यवाद जी सब समस्या को आज तो सेशन हो आर सप्ताह मध्य ए पुस्तक मान मुखस्त करबा कारण यदि हम पुस्तक मुखस्त करबा व्यापार करने सुविधा हो निजे गाड़ी करबा झटापट करबा एणु आर सप्ताह सुविधा दिया हो प्रत्येक मुखस्त आउ कहया में चेष्टा करेंगे ठीक अच्छे ये समय दान संग्रह करने दान संग्रह साहाय्य पीयूष परीक्षा समस्ते दान संग्रह दान देवारे आग्रह पुणी गीत गाइबे मजे जाब आसबे कौन गीत गाइबे दान मध्य प्रार्थना रहिबा एवं योगदान दातारे संख्यारे संस्थाने एमान को मुंडो प्रार्थना रहिबा उन्हें गुरु से सुने समुद्र वासी में आगो दान मध्य प्रार्थना करिले तार प्रार्थना शब्द करबा पुणी अक्षर अवश्य ईशान को पिलान चंद्र व्यक्ति से मामला मध्य प्रार्थना करें ए दुजन प्रार्थना में समस्त सहयोग करें प्रार्थना करें। धन्यवाद करुछु प्रभु 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 दर्शन के वास्ते प्रभु तुम्हारी गीत गाना कर प्रभु प्रभु एते सुंदर समय प्रभु तुम्हारा प्रभु परीक्षा माध्यम प्रभु तुम्हारा परीक्षा करियो प्रभु बाइबल प्रभु ज्ञान प्रभु आगो प्रभु सेना प्रभु आगामी दिन में विषय में प्रभु प्रभु दान संग्रह कर जाए प्रभु से दान
विज्ञापन कदम अच्छी यदि विज्ञापन अच्छी से कदम अच्छे आसवे विज्ञापन माध्यम आम निकट उपस्थापन करेंगे प्रति आम सुनिया विज्ञापन किसी नुहे किंतु विशेष अपन मन था जहाँकि बुधवार दिन मुखस्थ कर आसवा लाइव देवा ना कि आम जमीक कही पारे ना आ गए थोड़ा जमी कहबे मन रखा अच्छे ठीक अच्छे विशेष धन्यवाद दिए समय पर्यटन सभापति महाशय और भाई मैंने बाक्य अध्ययन गीत गान आज समस्त कार्यक्रम में आरंभ शेष पर्यंत प्रार्थना दान संग्रह समस्त विषय आपने साहय कर समिति तरफ प्रत्येक को उच्च करता शेष गीत गान पर अनुरोध करुँच नुन आसवे नुन शेष स्पीड शेष प्रार्थना हाँ शेष प्रार्थना करेंगे गीत गाइबा गीत गाइबा पर शेष प्रार्थना करेंगे प्रार्थना आम समस्त शुरू नमस्कार बहुत सुंदर प्रार्थना बाबू बहुत सुंदर प्रार्थना समस्त प्रार्थना Arthur.